କଥା ଗୁରୁ ହେଇକି ସବୁ ତାର ଦାୟିତ୍ୱ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେବା କଥା। ଆଉ ଏଇମାନେ ଯେଉଁ ହକ୍ କରୁଛନ୍ତି ଏରାକ ଭଲ ନୁହଁ, ସବୁଠାରୁ ଖରାପ ଜିନିଷ କୋଉଠୁ ଇଏ। ଆସୁଛନ୍ତି? ମୁଁ ଆସିଛି ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ପମ୍ପାଲରୁ। ମୋ ନାଁ ହେଉଛି ତପନ କୁମାର ଭୋଇ। ଆଜ୍ଞା ବର୍ତ୍ତମାନ ଗୋଟେ କଥା ଓଡ଼ିଶାରେ ଗୋଟେ ଝଡ଼ ସୃଷ୍ଟି କରିଛି, ଗୋଟେ ଅଧ୍ୟାପକ ଗୋଟେ ଯେଉଁ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି, କ'ଣ କହିବେ ଆଜ୍ଞା ଆ ବାବଦରେ? ଦେଖନ୍ତୁ, ଆମେ ଯେତେବେଳେ ଆମ ପିଲାମାନଙ୍କୁ ପଠାଉଛୁ ଗୋଟେ ଶିକ୍ଷକ ଗୁରୁ ହିସାବ, ଗୁରୁ ତାର ଗୁରୁ ହିସାବରେ ଗୁରୁ ରହିବା କଥା, ଶିକ୍ଷା ଦେବା କଥା, ଭଲ ମନ୍ଦ ଭଲ ଦେବା କଥା ସେମାନଙ୍କୁ ଶିକ୍ଷା। ଯେ ପିଲାମାନଙ୍କୁ ଏଇ ଶିକ୍ଷା ଦେଲେ ପିଲାମାନେ ଆଗକୁ ଯିବେ, ଭବିଷ୍ୟତରେ ଭଗବାନଙ୍କର ଗୁରୁଙ୍କର ବି ନାଁଟା ଆଗକୁ ବଢ଼ିବ। ଆଜ୍ଞା ଗୁରୁମାନେ ଗୋଟେ ଭଗବାନ ସମାନ ଲୋକ ଏବଂ ଗୋଟେ ଅଧ୍ୟାପକ ଏବଂ ଛାତ୍ରୀଙ୍କର ଯଦି ଦେଖାଯାଏ ତାହେଲେ ବାପା ଝିଅ ବୟସର ତ ଯାଇକି ପଛପଟୁ ହକ୍ କରିବା, ତାଙ୍କୁ ଖରାପ ବ୍ୟବହାର କରିବା, ତାଙ୍କୁ କୁହାଯିବା ଦରକାର ଯେ କହୁଛନ୍ତି ମାର୍କ ବଢ଼େଇ ଦେବୁ ଆମେ, ଆପଣ ଆମ ସହିତ ଆସିକି ଦେହର ସୁଖ ଦିଅନ୍ତୁ, ଏଟା କେତେ ଦୂର ନ୍ୟାୟଯୁକ୍ତ କଥା ବୋଲି ଭାବୁଛନ୍ତି? ନା, ଏଇଟା ତ ଭୁଲ କଥା, ଏଇଟା ପୁରା ସମ୍ପୂର୍ଣ୍ଣ ଭୁଲ କଥା। ଏଇଟା ଗୁରୁ ଯାହା ହେଲେ ବି ଆମେ ଯେତେବେଳେ ଗୁରୁ ଦିରେ ମାନୁଛୁ ସେମାନେ ଶିକ୍ଷା ଦେବା କଥା। ପିଲାମାନେ ଅସୁବିଧା ହେଇଛି କି ଭଲ ହେଇଛି, ଏଇଟା ହେଇଛି ସେଇଟା ହେଇଛି, ଧୀରେ ଧୀରେ ପଢ଼ ବସ ଇଏ କର ସିଏ କର, ବହୁତ ପ୍ରକାର ତାଙ୍କୁ ଗୋଟେ ଇଏ କରିବା କଥା। ଗୁରୁ ହେଇକି ସବୁ ତାର ଦାୟିତ୍ୱ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେବା କଥା। ଆଉ ଏଇମାନେ ଯେଉଁ ହକ୍ କରୁଛନ୍ତି ଏରାକ ଭଲ ନୁହଁ, ସବୁଠାରୁ ଖରାପ ଜିନିଷ ଇଏ। ଏହାଦ୍ୱାରା ଆପଣ ଭାବୁନାହାନ୍ତି ପିଲାଙ୍କର ପାଠ ପଢ଼ାରେ କେଉଁଠି ନା କେଉଁଠି ଗୋଟେ ଡର ଭୟ ଆସିବ ଏବଂ ସେମାନେ ସ୍କୁଲ କଲେଜ ଯିବା ପାଇଁ ଡରିବେ? ନିଶ୍ଚିତ ଡରିବେ। ସାର୍ମାନେ ଏମିତି ଇଏ କରିବେ, ଆସ ଏଠିକି ଆସ ସେଠିକି ଆସ, ତୁମର ମାର୍କ ବଢ଼େଇ ଦେବୁ, ଅମକ ହେବ ସମକ ହେବ, ଏରା ଭୁଲ। ଆମେ ଚାହୁଁଛୁ ଏ ଜିନିଷ ନ ହେଉ। ଆମର ଯେଉଁ ଆସୁଛନ୍ତି ମୋହନ ମାଝୀ ବିଜେପି ନୂଆ ସରକାର ଯେଉଁ ଆସୁଛନ୍ତି, ଆଦର ତୁରନ୍ତ ପଦକ୍ଷେପ ନିଆଯାଉ। ତୁରନ୍ତ ପଦକ୍ଷେପ ନେଲେ ଛୁଆମାନେ ଆଗରୁ ଉତ୍ତୀର୍ଣ୍ଣ ହେବେ ଯେ ନାହିଁ ଆମର ଏଇଟା ଅମୁକ ଜାଗାରେ ଏଇଟା ହେଇଥିଲା ବୋଲି। ବର୍ତ୍ତମାନ ଆମର ମୋହନ ମାଝୀ କହିଛନ୍ତି ଯେ ତୁରନ୍ତ ଏଇଟା ପଦକ୍ଷେପ ନେବେ। ଆଜ୍ଞା ଘଟଣାଟି 5 ଦିନ ଘଟିଗଲାଣି, ଏପର୍ଯ୍ୟନ୍ତ କୌଣସି ପ୍ରକାର ସେପରି ଆଖି ଦୃଷ୍ଟି କଲା ଭଳିଆ ତଦନ୍ତ ବି ହେଉନାହିଁ କି ତାଙ୍କୁ ଗିରଫ କରାଯାଉନାହିଁ, କ'ଣ କହିବେ? ତୁରନ୍ତ ଏଇଟା କାହିଁ ଗିରଫ କରାଯାଉନି? ଆମର କାହିଁ ଆଖି ଆମର ମୋହନ ମାଝୀ ସାର୍ କାହିଁ କ'ଣ ପାଇଁ ଏ ଶିକ୍ଷାରେ କହିଲେ ଯେ ଶିକ୍ଷା ବୃତ୍ତି ଆଗକୁ ବଢ଼ିବ, ଯେ କ'ଣ ପାଇଁ ବଢ଼ୁନି? ମାନେ ଆଙ୍କ ଭିତରେ ସବୁ କିଏ ଅଛନ୍ତି, ସବୁ ଯାଇ ଯେଉଁମାନେ ଅଛନ୍ତି ସେମାନେ ତୁରନ୍ତ ପଦକ୍ଷେପ ଚପିଆ ଦିଆଯାଉଛି ସବୁ। ଆଗକୁ ଯଦି ଏଇଭଳିଆ ଚପିଆ ହେବ ଆମେ ବି ଛୁଆ ପିଲାଙ୍କୁ ସ୍କୁଲକୁ ଛାଡ଼ିବୁ ନାହିଁ।